ଧନୁଆ ନଈ ଯେଉଁ ନଈଟି ଜୟଦେବ ନିର୍ବାଚନ ମଣ୍ଡଳୀର ଆରମ୍ଭରୁ ଶେଷ ଯାଏ ଅଛି। ଏହା ଏକ ବଡ଼ ନଈ। କାଳକ୍ରମେ ଧୀରେ ଧୀରେ ପୋତି ହେଇଯାଇଛି ଏବଂ ଏଥିରେ ନିୟମିତ ଆଗରେ ପାଣି ରହୁଥିଲା, ପାଣି ବହି ଯାଉଥିଲା, କିନ୍ତୁ ଦୀର୍ଘ ବର୍ଷ ହେବାରୁ ଏହାର ପୁନରୁଦ୍ଧାର ନ ହେବାରୁ ଏଥିରେ ଯେଉଁ ସିଲ୍ଟେସନ ହେଇଯାଇଛି, ଅର୍ଥାତ୍ ଯେଉଁ ପୋତି ହେଇଯାଇଛି ତାକୁ ସଫା ନ କରିବାରୁ ଆଜି ଧୀରେ ଧୀରେ ଏହାର ନାଁ ହଜି ଯାଉଛି। ଏହା ନାଳ ନୁହେଁ, ଏହା ଗୋଟେ ନଈ। ଏହି ନଈଟିକୁ ଯଦି ପୁନରୁଦ୍ଧାର କରାଯାଏ ତାହେଲେ ପୁନର୍ଜୀବିତ ହେବ। ୟା ଭିତରେ ଥିବା ମାଟି ସଫା କରିବାକୁ ହେବ, ଦଳ ସଫା କରିବାକୁ ହେବ ଏବଂ ଉଭୟ ପାର୍ଶ୍ୱ ଉଚ୍ଚା କରିବାକୁ ହେବ। ତେବେ ଯାଇ ବର୍ଷା ସମୟରେ ଏହାର ପାଣି ସିଧା ଚାଲିଯିବ, ସମୁଦ୍ରକୁ ଯିବ, ଚିଲ୍କା ବାଟେ ଯିବ। ସମୁଦ୍ରରେ ଗଲେ ଆଦୌ ବନ୍ୟା ହେବ ନାହିଁ। ଏହା ପାଣି ଠିକ୍ ଭାବରେ ପ୍ରବାହିତ ନ ହେବାରୁ, ଏହା ପୋତି ହେଇଯିବାରୁ ଗୁଡ଼ାଏ ରାଜସ୍ୱ ସେପଟେ ମୁକୁନ୍ଦାସପୁର, ସମନା ସେସବୁ ଏରିଆରେ ଏହା ବନ୍ୟା ହେଇଯାଏ ଏବଂ ପ୍ରତିବର୍ଷ ବହୁତ ପରିବାର କ୍ଷତି ଘଟେ। ତେଣୁକରି ମୁଁ ଅନ୍ତତଃ ଯାହା ଅନୁଭବ କଲି, ମୁଁ ବାରମ୍ବାର ବିଗତ ବିଜେଡି ସରକାର ସମୟରେ ପ୍ରତ୍ୟେକ ବିଧାନସଭାରେ କଥା ଉଠାଉଥିଲି, ବିଭାଗୀୟ ମନ୍ତ୍ରୀମାନଙ୍କୁ ଏ ବିଷୟରେ ସୂଚାଉଥିଲି, କହୁଥିଲି ଇରିଗେସନ ବିଭାଗ ମନ୍ତ୍ରୀଙ୍କୁ, କିନ୍ତୁ ଏ ବିଷୟରେ କେହି ଧ୍ୟାନ ନ ଦେବାରୁ ଆଜି ଏ ପ୍ରକାର ଅବସ୍ଥା ହେଇଛି। ତେଣୁ ମୁଁ ତ ଲିଖିତ ଆକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେବି, କାରଣ ଯେହେତୁ ସେ ଅଛନ୍ତି ଇରିଗେସନ ମନ୍ତ୍ରୀ, ଯେ ଏଇ ନଈଟାକୁ ପୁନର୍ଜୀବିତ କରିବାକୁ ହେଲେ ଏହାର ପୁନରୁଦ୍ଧାର ଆବଶ୍ୟକତା ଅଛି। ଯାହା ଯାହା ଏଠି ମାଟି ଭର୍ତ୍ତି ହେଇଯାଇଛି, ନଈଟାକୁ ପୋତି ହେଇଯାଇଛି, ସଫା କରିବାକୁ ପଡ଼ିବ, ଉଭୟ ପାର୍ଶ୍ୱ ଉଚ୍ଚା କରିବାକୁ ପଡ଼ିବ। ତାହେଲେ ପାଣି ସବୁବେଳେ ରହିବ ଏବଂ ଗାଈ ଗୋରୁ ପାଣି ପିଇ ପାରିବେ, ଲୋକମାନେ ଗାଧୋଇ ପାରିବେ, ଆବଶ୍ୟକ ପଡ଼ିଲେ ଲୋକମାନେ ଏଥିରୁ ପାଣି ନେଇ ଚାଷ ବି କରିପାରିବେ। ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୟାକୁ ସରକାର ଯଦି ଠିକ୍ ଭାବରେ ଧ୍ୟାନ ଦିଅନ୍ତି ତାହେଲେ ଜୟଦେବର ବହୁ ବି ଉପକାର ହେବ, ବହୁ ଉପକାର ହେବ। ଏହାଦ୍ୱାରା ବହୁ ଲାଭ ବି ଚାଷୀମାନେ ଲୋକମାନେ ପାଇପାରିବେ। ତେଣୁ ମୁଁ ନିଷ୍ପତ୍ତି ନେଇଛି ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଆକାର ଦେବା ସହିତ ତାଙ୍କୁ ପର୍ସନାଲି ବ୍ୟକ୍ତିଗତ ଭାବରେ ଭେଟି ଏସବୁ ଜିନିଷ ସୂଚାଇ ଦେବି। ଏହା ଜୟଦେବ ପାଇଁ ଏକ ଆସେଟ୍ ବୋଲି ଆମକୁ ଧରିବାକୁ ପଡ଼ିବ। ତେଣୁକରି ମୁଁ ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବି।